ବ୍ଲାଷ୍ଟିଂ ପ୍ରତିବାଦରେ ଥାନାରେ ଅଭିଯୋଗ କଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ ବେଆଇନ ପଥର ଖାଦାନମାନଙ୍କରେ ଚାଲିଛି ବେଧଡ଼କ ପଥର ଚୋରି। ତା ସାଙ୍ଗକୁ ବେଆଇନ ପଥର ବ୍ଲାଷ୍ଟିଂ ଯୋଗୁଁ 1.5 କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଅଧିକାଂଶ ପକ୍କା ଘରର କାନ୍ଥ ସବୁ ଫାଟି ଆଁ କଲାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧୀନ ଜାମୁଢିଆ ମୌଜାର ବାଘମରା ଗ୍ରାମରେ। ଘରମାନଙ୍କର ଫାଟ ସୃଷ୍ଟି ହୋଇଥିବାରୁ ଗ୍ରାମବାସୀମାନେ ଆତଙ୍କିତ। ପୋଲିସ ନିକଟରେ ଗୁହାରି କରିଛନ୍ତି। ପଥର ଖାଦାନ ହେଉ କି ବାଲି ଖାଦାନ, ଏହା ଉପରେ ଆଉ ରାଜସ୍ୱ ବିଭାଗର ନାହିଁ ଅଧିକାର। ଏବେ ଏସବୁ ଦାୟିତ୍ୱ ନେଇଛି ମାଇନ୍ସ ବିଭାଗ। ମାଇନ୍ସ ବିଭାଗ ପକ୍ଷରୁ ଏସବୁକୁ ଜଗିବା ପାଇଁ ଜାଣିବା ପାଇଁ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ଫଳରେ ବେଧଡ଼କ ବ୍ଲାଷ୍ଟିଂ କରି ଚୋରାରେ ଟ୍ରିପ୍ ମେଟାଲ ଚୋରାଚାଲାଣ ହେଉଛି। ରାଜସ୍ୱ ବିଭାଗ ହାତରୁ ଖଣି ଖାଦନ ଚାଲିଯିବା ପରେ ସକ୍ରିୟ ହୋଇପଡ଼ିଛି ମାଫିଆଙ୍କ ରାଜ। ଏଥିପ୍ରତି ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେଲେ ଚୋରାଚାଲାଣ ରୋକାଯାଏ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଯଦି ପ୍ରଶାସନିକ ୟାକୁ ନ ଜଗେ ତାହେଲେ ବାଧ୍ୟ ହୋଇ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇ ୟାର ଦୃଢ଼ ପ୍ରତିବାଦ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ନୀଳଗିରି ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।